ସାର୍ ଆପଣ ଏତେ ସୁନ୍ଦର ସୁନ୍ଦର ନାଟକ କେତେବେଳେ ଭାବନ୍ତି? ଆକ୍ଚୁଆଲି ମୁଁ ଯେତେବେଳେ ଭାବେ କହିଲେ ଆପଣମାନଙ୍କୁ ହସ ଲାଗିବ। ଆକ୍ଚୁଆଲି ମୁଁ ବଢ଼ି ସକାଳୁ ଲାଟ୍ରିନ୍ ଯାଇକରି ଆସି ମୋର ନାଟକ ଆରମ୍ଭ କରେ। ସେ ଦିନ 10ଟା ହେଉ କି 11ଟା ହେଉ କି 12ଟା ହେଉ, ନୋ କମ୍ପ୍ରମାଇଜ୍। ଯାତ୍ରା ସମାଚାରରେ ମୁଁ ଆଜି ଆସି ପହଞ୍ଚି ବହୁତ ହି ବଢ଼ିଆ ରଙ୍ଗମଞ୍ଚରେ ତ ରିହର୍ସାଲ ଚାଲିଛି। ଆଉ ଆପଣ ଦେଖିପାରୁଥିବେ ମୋ ପଛପଟେ କେତେ ସୁନ୍ଦର ସୁନ୍ଦର କଳାକାର ମାନେ ଅଛନ୍ତି। ତ ହା କୃଷ୍ଣ କହି ଯାଉ ଯିବ ଯେଉଁ ନାଟକ ଥିଲା ବହୁତ ଓଡ଼ିଶାରେ ଚହଳ ପକାଇଥିଲା। ନିହାର ସାର୍ ଯାହାର ରାଇଟର ଥିଲେ ଭିତରେ ଅଛନ୍ତି, ମାନେ ଦେଖିବାକୁ ପୁରା ହିରୋ ଲୁକ୍। ମୁଁ ତ ବେଳେବେଳେ ଭାବେ ଯେ ସାର୍ ବୋଧେ ହିରୋ, ସେଇଥିପାଇଁ ଏତେ ସୁନ୍ଦର ନାଟକ କରିଥିଲେ। ତ ଏଥରକ ସ୍ୱର୍ଣ୍ଣମହଲରେ ଗୋଟେ ନୂଆ ନାଟକ ଆସୁଛି। ସାର୍ ନାଟକର ନାଁ କ'ଣ? ଶୁଣ ହେ ରାମ କାହାଣୀ। ମାନେ ଆମେ ଯେହେତୁ ହିନ୍ଦୁ ଧର୍ମକୁ ବିଶ୍ୱାସ କରିଥାଏ, ଭରସା କରିଥାଏ, ଆମେ ଆମ ଯେଉଁ ରକ୍ତରେ ହିନ୍ଦୁ, ତ ଆମେ ନିଶ୍ଚିତ ଭାବରେ ନାଟକ ପସନ୍ଦ କରିଥାଉ। ଯେତେବେଳେ ରାମଙ୍କ କଥା ପଡ଼େ ତ ନିଶ୍ଚିତ ଭାବରେ ଅଲଗା ଟିକେ ପଡ଼େ। ତ ଏଥରକ ସ୍ୱର୍ଣ୍ଣମହଲ ନାଟକ ଶୁଣ ହେ ରାମ କାହାଣୀ। ତ ଆଜି ନାଟ୍ୟକାରଙ୍କ ସହିତ କଥାବାର୍ତ୍ତା ହେବା। ରାଇଟର କେତେ ସୁନ୍ଦର ଲେଖିଛନ୍ତି କାହାଣୀଟିକୁ, ଆଉ କେମିତିକା ଓଡ଼ିଶାରେ ଚହଳ ପକାଇବ ସେ ବିଷୟରେ କଥାବାର୍ତ୍ତା ହେବା। ତ ମୁଁ ଟିକେ ଫାଙ୍କା, ମୋତେ ଟିକେ ମା ମାନେ ଟିକେ ଫାଙ୍କା ଦେଇଦେବେ କି? ଆପଣମାନେ ବସନ୍ତୁ ଆରାମରେ। ସାର୍ ପ୍ରଥମେ ଆପଣଙ୍କୁ ନମସ୍କାର। ଓଡ଼ିଶାର ସବୁ ଦର୍ଶକଙ୍କୁ ମୋର ମଥା ନୂଆ ପ୍ରଣାମ। ସାର୍ ଆପଣ ଏତେ ସୁନ୍ଦର ସୁନ୍ଦର ନାଟକ କେତେବେଳେ ଭାବନ୍ତି? ଆକ୍ଚୁଆଲି ମୁଁ ଯେତେବେଳେ ଭାବେ କହିଲେ ଆପଣମାନଙ୍କୁ ହସ ଲାଗିବ। ଆକ୍ଚୁଆଲି ମୁଁ ବଢ଼ି ସକାଳୁ ଲାଟ୍ରିନ୍ ଯାଇକରି ଆସି ମୋର ନାଟକ ଆରମ୍ଭ କରେ। ସେ ଦିନ 10ଟା ହେଉ କି 11ଟା ହେଉ କି 12ଟା ହେଉ, ନୋ କମ୍ପ୍ରମାଇଜ୍। ଯେଉଁ କୁହନ୍ତି ଯେକୌଣସି ଆଜ୍ଞା ସିଙ୍ଗର, ମାନେ ମୁଁ ସବୁବେଳେ ଶୁଣିଥାଏ ସବୁ ସିଙ୍ଗର ମାନେ କୁହନ୍ତି ଆମେ ହେଉଛୁ ବାଥରୁମ୍ ସିଙ୍ଗର। ମାନେ ମାନେ ସେ ଜାଗାରେ ଆଜ୍ଞା ସକାଳୁ ସକାଳୁ ଗୋଟେ ମନରେ ପଳେଇ ଆସେ ଗୋଟେ ଭିନ୍ନ ଚିନ୍ତାଧାରା। ତ ଠିକ୍ ସେମିତି ସାର୍ କଥା, ମୁଁ ପ୍ରଥମେ ସକାଳୁ ସକାଳୁ ବି ମନରେ ଏତେ ସୁନ୍ଦର ସୁନ୍ଦର ଚିନ୍ତା ଆସିପାରେ। ତ ସାର୍ ଆପଣ ଯେତେବେଳେ ନାଟକ ଲେଖନ୍ତି ସେତେବେଳେ ଗୋଟେ ଗୋଟେ ନାଟକ କେତେ ଦିନ ଲାଗେ? ଶୁଣନ୍ତୁ, ନାଟକ ଲେଖିବା ଦିନଠୁ ହିଁ କିଛି ମତଲବ ନାହିଁ। ଯେତେବେଳେ ଆପଣଙ୍କର କନସେପ୍ଟଟା କ୍ଲିଅର ହେଇଯିବ ଯେ ମୁଁ କଟକ ଯିବି, ଯଦି ରାସ୍ତାଟା ଆପଣ କ୍ଲିଅର, ଆଉ ଲୋକେସନ୍ ଦେଖିବାକୁ ପଡ଼ିବନି। ଲୋକେସନ୍ ଦେଖିଲେ ଲେଟ୍ ହେବ। ଆଚ୍ଛା, ବୁଝିପାରିଲେ? ଯଦି ଆପଣ କଟକ ଜାଣିଛନ୍ତି ଏଇ ରାସ୍ତାରେ ମୁଁ ଡାଇରେକ୍ଟ କଟକ ପହଞ୍ଚିବି, ଆଉ ଲୋକେସନ୍ ଦରକାର ନାହିଁ, ସିଧା ଏଣ୍ଡିଂରେ ସିଧା ଶୀଘ୍ର ପହଞ୍ଚିବି। ସେମିତି ଯେତେବେଳେ ତୁମ କନସେପ୍ଟଟା କ୍ଲିଅର ହେଇଯିବ, ଆଉ ଟାଇମ୍ ସେଠି କିଛି ନାହିଁ। ଡାଇଲଗ୍ରେ ଟାଇମ୍ ନଥାଏ। ଷ୍ଟୋରିଟା ଏଣ୍ଡିଂରୁ ଫାଷ୍ଟରୁ ଏଣ୍ଡିଂ ପର୍ଯ୍ୟନ୍ତ ଯେଉଁ କନସେପ୍ଟଟା ଯଦି କ୍ଲିଅର ହେଇଗଲା, ତାହେଲେ ନାଟକ ଶୀଘ୍ର ଲେଖା ସରିଗଲା। ସାର୍ ଏଥରକ ପୁଣି ଦର୍ଶକମାନେ କାନ୍ଦିବେ? ଦର୍ଶକ ଦେଖିବେ, କାହିଁକି ନା କାନ୍ଦିବେ କାହିଁକି? ଏଇ ଯେଉଁ ମୋ ଚାରିପାଖେ ଅଛନ୍ତି ଇଏ ସବୁ ମୋର ମାଙ୍କଡ଼ଗଣ, ମୋ ରାମାୟଣର ସବୁ ମାଙ୍କଡ଼ଗଣ। ଆଜ୍ଞା ଏଇଥିରେ ମାଙ୍କଡ଼ ଅଛନ୍ତି, ଅସୁର ଅଛନ୍ତି। ଆଜ୍ଞା। ଏ ଯେଉଁ ନାଟକ ଶୁଣେ ରାମ କାହାଣୀ, ଆଉ ମୋ ସାଥିରେ ଅଛି ମୋର ବେଷ୍ଟ ଭାଇ କୋରିଓଗ୍ରାଫର, ଯାତ୍ରା ଜଗତର କୋରିଓଗ୍ରାଫର ଗଙ୍ଗା। ମାନେ ମାନେ ହିରୋ ଠାରୁ ଆରମ୍ଭ କରିକିରି ଭିଲିଆନ୍ ସମସ୍ତଙ୍କୁ ନଚଉଥିବା ଲୋକ, ମାନେ ପରଦା ପଛପଟେ କେହି ଦେଖନ୍ତିନି, ସବୁବେଳେ ବହୁତ ପରିଶ୍ରମ କରନ୍ତି। ନାଁଟା ଆଉ ଥରେ କହିଦିଅନ୍ତୁ। ସମସ୍ତେ ଜାଣିଛନ୍ତି ମୋ ନାଁ ଗଙ୍ଗା ବୋଲିକି ଡାକନ୍ତି, ଗଙ୍ଗା ସାର୍ ବୋଲିକି ସମସ୍ତେ ଜାଣିଛନ୍ତି। ତ ଆଜି ସ୍ୱର୍ଣ୍ଣମହଲରେ ଗଙ୍ଗା ସାର୍ଙ୍କର ବହୁତ ବଡ଼ ରିହର୍ସାଲ ଚାଲିଛି। ଏତେ ପିଲାଙ୍କୁ ନେଇକିରି ସମସ୍ତଙ୍କୁ ସାର୍ ଶିଖାଉଛନ୍ତି। ସାର୍ ମୁଁ ଚାହିଁବି ଯେ ଆପଣ ଗୋଟେ ନାଟକ କେତେ ଦିନ ସମୟ ଲାଗେ ଏ ଯେଉଁ ମଞ୍ଚରେ ରିହର୍ସାଲ? ନାଇଁ, ଆମେ ଏଠି 10 ଦିନ, 10 ଦିନରେ ମ୍ୟାକ୍ସିମମ୍ 12 ଦିନ। 12 ଦିନ କାହିଁକିନା ଆମର ସବୁ ସେଇ ଟାଇମ୍ ଟେକିଂ ଥାଏ। ଧର ଏଠି ନାଟକ ସାରିଲେ ଆମେ 10-12 ଦିନ ଭିତରେ ଅନ୍ୟ ପାର୍ଟିକି ଯିବୁ, ଅନ୍ୟ ପାର୍ଟିକୁ ସାରିଲେ ଅନ୍ୟ ପାର୍ଟିକି ଯିବୁ। ତେଣୁ ଆମେ ଯାହାହେଲେ ବି 10 ଦିନ 12 ଦିନ ଭିତରେ ଆମେ ଚାଲିବାକୁ ପଡ଼ିବ। ଏଥର କେତେଟା ପାର୍ଟିରେ ଆପଣ? ମୋର 7ଟା ପାର୍ଟିରେ ଅଛି। ମାନେ 7ଟା ପାର୍ଟିରେ ଆପଣଙ୍କର ବହି? ମାନେ ଜାଣିପାରୁଥିବେ 7ଟା, ଏଥରକ 7ଟା ପାର୍ଟିରେ ସାର୍ଙ୍କର ଲେଖା ନାଟକ ପରିବେଷଣ ହେବ। ବଡ଼ ବଡ଼ ହିରୋମାନେ ଅଭିନୟ କରିବେ। ତ ମୁଁ ଚାହିଁବି ନିଶ୍ଚିତ ଭାବରେ ସବୁ ଦର୍ଶକମାନେ ଝୁମନ୍ତୁ, ନାଚନ୍ତୁ। ଆଉ ଯେମିତିକା ପ୍ରତିଥରକ ଦର୍ଶକମାନଙ୍କୁ କନ୍ଦଉଥିଲେ, ହସଉଥିଲେ, ମଜାଉଥିଲେ, ଏଥରକ ବି ମଜାନ୍ତୁ ଆପଣମାନେ। ନିଶ୍ଚିତ ଏଥରକ ମୋର ଆତ୍ମବିଶ୍ୱାସ ଅଛି। ମୁଁ ଆ ପୂର୍ବରୁ ଲେଖିଥିଲି ହା କୃଷ୍ଣ ଯାଉ ଯିବ, ହା କୃଷ୍ଣ ବୋଲି ଯାଉ ଯିବ ଭାଗବତ ଉପରେ। ଏଥରକ ଲେଖିଛି ଜୟ ଶ୍ରୀରାମ ଉପରେ। ଆଚ୍ଛା, ମାନେ ଦୈନନ୍ଦିନ ଜୀବନରେ
ଆମେ ରାମକ ନାଁ ଧରୁନା ଆଜ୍ଞା ଆମେ ନାମକ ନାଁ ଧରୁନା ବ୍ୟସ୍ତତା ଜୀବନ ଭିତରେ ଆମର ସବୁ ସେତେବେଳେ ଥିଲା ପାର୍ବତୀ କୃଷ୍ଣ ସବୁ ନାଁ ଥିଲା ଏବେ ସବୁ ଆଲିଆନ ସୋହେନା ଶୋଭିନା ଡାଇନା ସବୁ ଆଇରନ୍ ଆରନ୍ ଏମିତି ସବୁ ହେଇଗଲାଣି ନା କିନ୍ତୁ ସେଇ ଯେଉଁ ରାମଙ୍କ ନାଁ କାହା ପାଟିରେ ତୁଣ୍ଡରେ ଆସୁନଥିଲା ମୁଁ ଏତେ ରାତି ସାରା ଲୋକ ଜୟ ଶ୍ରୀରାମ କହିବେ ଏଇ ଆଶା ବିଶ୍ୱାସ ମୋର ଅଛି ମାନେ ଏଥରକ ନାଟକ ଦେଖିବାକୁ ଆସିବେ ତା ସାଙ୍ଗେ ପୁଣ୍ୟ ବି ଅର୍ଜନ କରିକି ଯିବେ ଆପଣମାନେ କାହିଁକିନା ରାତି ତମାମ ଆପଣମାନେ ଜୟ ଶ୍ରୀରାମ କହିବେ ପ୍ରତି ନାଟକରେ ଆଜ୍ଞା ଏମିତି ମାନେ କଳାକାରମାନଙ୍କ ମୁହଁରେ ଡାଇଲଗ୍ ସାର୍ ଖଞ୍ଜିଛନ୍ତି ଯାହାଫଳରେ କି ସମସ୍ତେ ବାଧ୍ୟ ହେବେ କହିବା ପାଇଁ ଜୟ ଶ୍ରୀରାମ ତ ଜାଣୁଥିବେ ନିଶ୍ଚିତ ଭାବରେ ସମସ୍ତଙ୍କ ଭିତରେ ଉତ୍ସାହ ଅଛି ନାଟକ ସାର୍ କେବେ ପ୍ରଥମ ନାଟକ ମାନେ ଆରମ୍ଭ ହେଉଛି ନା ଏଇ ନାଟକ ଆରମ୍ଭିତ ମୋତେ ବହୁତ ଫୋନ୍ ଆସିଥିଲା ସମସ୍ତେ କହିଲେ ରାମାୟଣକୁ ନେଇ ହେଉଛି ରାମାୟଣ ଇଏକୁ ନାଇଁ ରାମାୟଣ କାହାଣୀ ନୁହଁ ରାମାୟଣ ଚରିତ୍ର ଆମେ ରାମାୟଣର ଚରିତ୍ର ନେଇ ସାମାଜିକ ଢଙ୍ଗରେ ତିଆରି କରିଛୁ ଯେ ଯେମିତି ଆମ ରାମାୟଣରେ ଗୋଟେ ଗୋଟେ ଘଟଣା ଘଟିଯାଏ ଏଥିରେ ସେମିତି ଆମ ରାମାୟଣ ପରିକା ସବୁ ଘଟଣା ଘଟିଯାଇଛି ଆଉ ଭଲ ଭାବରେ ତାକୁ ସଜେଇଛି ବଳିଆ ମାଷ୍ଟର ଯାହାକୁ ଆମେ ପ୍ରଶାନ୍ତ ନାୟକ ସମସ୍ତେ ବଳିଆ ମାଷ୍ଟର ଡାକନ୍ତି ସୁନ୍ଦର ଭାବରେ ସଜେଇଛି ଗୀତ ବି ଆପଣମାନେ ମିଡ଼ିଆରେ ବାଜିଗଲାଣି ଶୁଣ ହେ ରାମ କାହାଣୀ ଯେ ପୁରା ଗୀତ ବି ସେଇ ଢଙ୍ଗରେ ରାଗରେ ହେଇଛି ଯାତ୍ରା ଢଙ୍ଗରେ ବି ହେଇନି ସେ ଗୀତ ବି ମିଡ଼ିଆରେ ବାଜିଲାଣି ଆମର ଦର୍ଶକମାନେ ସବୁ ଶୁଣୁଥିବେ ତାପରେ ଏଇସବୁ ରାମାୟଣ ଘଟଣା ତାପରେ ଗୀତରେ ଭଲ ସୁନ୍ଦର ଭାବରେ ଗୀତ କରିଛନ୍ତି ଆମର ବିକାଶ ଶୁକ୍ଲା ଭାଇ ତାପରେ ଗୀତ ଲେଖିଛନ୍ତି ଆମର ଯିଏକି ନିଗମ ଭାଇ ନିଗମ ମିଶ୍ର ଯେ ଯାତ୍ରା ସମସ୍ତେ ବଡ଼ ବଡ଼ ହସ୍ତିମାନେ ଏଥିରେ ଅଛନ୍ତି ତା ସହିତ ସବୁ ଭଲ ଭଲ କଳାକାର ସୁବାସ ତାପରେ ଭାବନା ମାମା ନବ ନିରୋଜ ସ୍ୱାଇଁ ଯିଏକି ମାନେ ଯେଉଁ କୁହନ୍ତି ହାତ ଗଣତି ଯାତ୍ରା ଯେଉଁମାନଙ୍କୁ ଦେଖିବା ପାଇଁ ଲୋକ ଆସନ୍ତି ଯେଉଁମାନଙ୍କ କାହାଣୀ ଯେଉଁମାନଙ୍କର ନିର୍ଦ୍ଦେଶନାକୁ ଲୋକ ପସନ୍ଦ କରନ୍ତି ସମସ୍ତଙ୍କର ଆଜ୍ଞା ଏଥିରେ କିଛି ନା କିଛି ଅବଦାନ ଅଛି ତ ମୋର ଆଶା ଓ ବିଶ୍ୱାସ ଯାତ୍ରା ସମାଚାର ଯେଉଁ ଚ୍ୟାନେଲଟି ଲଣ୍ଡା ଭାଇଙ୍କର ତ ନିଶ୍ଚିତ ଭାବରେ ଆପଣମାନେ ଦେଖିବେ ଯାହାଫଳରେ କି ଏତେ ସୁନ୍ଦର ଭାବରେ ଅଭିନୟ କରୁଥିବା କଳାକାରମାନଙ୍କର ଅଭିନୟକୁ ଆଗକୁ ମଞ୍ଚରେ ଦେଖିବାକୁ ପାଇବେ ତ ଆପଣଙ୍କ ପାଖରୁ ବିଦାୟ ନେବା ପୂର୍ବରୁ ଗୋଟେ ଖାଲି କଥା କହିବି ଜୟ ଶ୍ରୀରାମ थैंक यू जदि भिडियोटी भल लगी है कमेंट माध्यम आपको मतामत जनइबे अन्य भिडियोटी शेयर करदे जहाँफल कि आज्ञा ओडिशार अगणित यात्रा प्रेमी टी यात्रा मंच को आसबे देखिकी जी एत परिश्रम जो सार मैंने कर परिश्रम मूल्य उठीज बोल सियावर रामचंद्र की बोल सियावर रामचंद्र की बोल सियावर रामचंद्र की